पवित्र मकर संक्रांति ପାଇଁ ପୁରୀରେ ଯାତ୍ରୀଙ୍କ ସୁଅ ଛୁଟିଛି। ବହୁ ବର୍ଷ ଧରି ପ୍ରତିବର୍ଷ ଜାନୁଆରୀ ମାସର 14 ତାରିଖ ଦିନ ମକର ସଂକ୍ରାନ୍ତି ପାଳିତ ହୋଇ ଆସୁଥିଲା। ଜ୍ୟୋତିଷୀୟ ଗଣନା ଅନୁଯାୟୀ 2019 ଠାରୁ ଆସନ୍ତା 2080 ମସିହା ପର୍ଯ୍ୟନ୍ତ ମକର ସଂକ୍ରାନ୍ତି ପ୍ରତିବର୍ଷ ଜାନୁଆରୀ 15 ତାରିଖ ଦିନ ପାଳିତ ହେଉଛି। କେବଳ 2021 ମସିହାରେ ଏହି ଦିନଟି ପୂର୍ବ ଭଳି ଜାନୁଆରୀ 14 ତାରିଖରେ ପାଳିତ ହୋଇଥିଲା। ସୌର ବର୍ଷ ଗଣନା ଅନୁଯାୟୀ ସୂର୍ଯ୍ୟ ଏହି ଦିନ ମକର ରେଖା ଉପରେ ଅବସ୍ଥାନ କରିଥାନ୍ତି ଓ ସେହି ଦିନଠାରୁ ଉତ୍ତରାୟଣ ଗତି ଆରମ୍ଭ ହୁଏ। ଏହାପରେ ଋତୁ ପରିବର୍ତ୍ତନ ହେବା ସହ ବିଭିନ୍ନ ଶୁଭ କାର୍ଯ୍ୟ ପାଇଁ ଯୋଗ ପ୍ରଶସ୍ତ ହୋଇଥାଏ। ଶୀତ ଋତୁରେ ଚର୍ମ ଶୁଷ୍କ ହୋଇଥିବା କାରଣରୁ ଜନସାଧାରଣ ନୂଆ ଅରୁଆ ଚାଉଳ ସହ ଚିନି ବା ଗୁଡ଼, ଅଳେଇଚ, ଲବଙ୍ଗ ଓ ଗୋଲମରିଚ ଆଦି ମସଲା, ରାଶି, ମୁଆଁ, କ୍ଷୀର, ନଡ଼ିଆ, କଦଳୀ, ଖୁଆ, ସର ଓ ଛେନା ଆଦି ମିଶାଇ ସୁସ୍ୱାଦୁ ମକର ଚାଉଳ ପ୍ରସ୍ତୁତ କରି ଠାକୁର ଠାକୁରାଣୀଙ୍କୁ ନୈବେଦ୍ୟ କରିବା ସହ ବନ୍ଧୁ ପରିଜନଙ୍କୁ ବଣ୍ଟନ କରିଥାନ୍ତି। ମକର ଚାଉଳ ଦେଇ ପରସ୍ପର ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମକର ବସିବା ହେଉଛି ଓଡ଼ିଶାର ଏକ ପ୍ରାଚୀନ ପରମ୍ପରା। ଏହାକୁ ମଧ୍ୟ ତେଲୁଗୁ ନବବର୍ଷ ବା ପୋଙ୍ଗଲ ଭାବେ ପାଳନ କରାଯାଉଥିବା ବେଳେ ଉତ୍ତର ଭାରତରେ ଏହାକୁ ଲୋହଡ଼ି, ଆସାମରେ ବିହୁ, ଗୁଜରାଟରେ ଉତ୍ତରାୟଣ ଓ ମହାରାଷ୍ଟ୍ରରେ ଗୁଡ଼ି ପାଡ଼ୱା ଆଦି ଭାବେ ପାଳନ କରାଯାଏ। ଶ୍ରୀମନ୍ଦିରରେ ପୂର୍ବ ଦିନଠାରୁ ମହାପ୍ରଭୁଙ୍କ ଦୁଧ ମେଲଣ ନୀତି ଅନୁଷ୍ଠିତ ହେବା ସହ ମକର ସଂକ୍ରାନ୍ତି ଦିନ ମକର ବେଢ଼ା ହେବା, ମକର ତାଡ଼ ଆସିବାର ପରମ୍ପରା ରହିଛି। ମକର ସଂକ୍ରାନ୍ତିର ପୂର୍ବ ଦିନରୁ ଗତ ଧନୁ ସଂକ୍ରାନ୍ତି ଠାରୁ ଏକ ମାସ ଧରି ଚାଲି ଆସିଥିବା ପହିଲି ଭୋଗ ନୀତିର ପରିସମାପ୍ତି ଘଟିଥିବା ଓ ମା ମହାଲକ୍ଷ୍ମୀ ପିତ୍ରାଳୟରୁ ଫେରି ଆସିବା ବିଶ୍ୱାସ କରାଯାଏ। ସୁନା ଗୋସାଇଁ ସେବକଙ୍କ ଗୃହରୁ ଗେରୁ ରଙ୍ଗ ନେଇ ଚୁନରା ସେବକମାନେ ଏହି ଦିନ ଶ୍ରୀମନ୍ଦିରର ଉପରେ ଥିବା ଅଁଳା ବେଢ଼ାରେ ରାମନନ୍ଦୀ ଚିତା ଅଙ୍କନ କରିଥାନ୍ତି। ଭାରତର ଅନେକ ସ୍ଥାନରେ ଏହି ଦିନ ରଙ୍ଗ ବେରଙ୍ଗର ଚକି ଓ ଗୁଡ଼ି ଆକାଶରେ ଉଡ଼ାଯାଇଥାଏ। ପଶ୍ଚିମବଙ୍ଗର କପିଳମୁନି ଆଶ୍ରମ ନିକଟ ଗଙ୍ଗାସାଗରରେ ମକର ସଂକ୍ରାନ୍ତି ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଥାନ୍ତି। ପୁରୀର ମହୋଦଧିରେ ମଧ୍ୟ ପ୍ରତ୍ୟୁଷରୁ ଅନେକ ଶ୍ରଦ୍ଧାଳୁ ସ୍ନାନ ଆଦି ସମ୍ପନ୍ନ କରି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ସାଧାରଣ ଭକ୍ତ ଓ ଗଙ୍ଗାସାଗର ଯାତ୍ରୀଙ୍କ ସମାଗମରେ ପୁରୀ ସହରରେ ପ୍ରବଳ ଗହଳି ଅନୁଭୂତ ହୋଇଥିଲା। ରାଜ୍ୟ ସରକାରଙ୍କ ପରାମର୍ଶରେ ଆଜିଠାରୁ ଶ୍ରୀମନ୍ଦିରର ଚତୁଃପାର୍ଶ୍ୱରେ ନିର୍ମାଣ କରାଯାଇଥିବା ରାସ୍ତାର ଲୋକାର୍ପଣ ଜନିତ ପ୍ରତିଷ୍ଠା ଯଜ୍ଞ ଆଦି ଆରମ୍ଭ ହୋଇଛି।
ମହୁଚି ସାହି, ଦୋଳମଣ୍ଡପ ସାହିର କିଛି ଅଂଶ, ହେରାଗୋରି ସାହି, ବାଲି ସାହି, ମାର୍କଣ୍ଡେଶ୍ୱର ସାହି ଓ ହରଚଣ୍ଡୀ ସାହି ଆଦି ଶ୍ରୀକ୍ଷେତ୍ରର ପ୍ରାଚୀନ ଜନବସତି ମାନଙ୍କର କିଛି ମନ୍ଦିରକୁ ପ୍ରଶାସନ ବିଦ୍ୟୁତ ଆଲୋକରେ ସୁସଜ୍ଜିତ କରିଥିବା ବେଳେ ସହରର ଅନେକ ଆଭ୍ୟନ୍ତରୀଣ ଅଂଶକୁ ବାଦ ଦେଇ ବଡ଼ଦାଣ୍ଡ ସମେତ ରାସ୍ତାକୁ ଉଜ୍ଜ୍ୱଳ ଆଲୋକରେ ଚକାଚକ କରିଦେଇଛି। ସିଂହଦ୍ୱାର ନିକଟବର୍ତ୍ତୀ ବଡ଼ଦାଣ୍ଡ ଉପରେ ରଙ୍ଗ ଦ୍ୱାରା ଚିତ୍ରାଙ୍କନ କରାଯାଇଥିବା ବେଳେ ଅନେକ ରାସ୍ତାରେ ଦୁଇ ପଟର କାନ୍ଥରେ ଆକର୍ଷଣୀୟ ଚିତ୍ର କରାଯାଇଛି। ମାର୍କଣ୍ଡେୟ, ଇନ୍ଦ୍ରଦ୍ୟୁମ୍ନ ଓ ନରେନ୍ଦ୍ର ଆଦି ପ୍ରାଚୀନ ତୀର୍ଥ ପୁଷ୍କରିଣୀ ମାନଙ୍କର ମରାମତି କରାଯାଇଛି। ଖଣ୍ଡେ ଲାଇଟ୍ ପଥରରେ ପାହାଚ ସମେତ ପୁଷ୍କରିଣୀର ଚତୁଃପାର୍ଶ୍ୱକୁ ସୁଶୋଭିତ କରାଯାଉଛି। ସନ୍ଧ୍ୟାରେ ଅନେକ ପ୍ରୋଜେକ୍ଟର ମାଧ୍ୟମରେ ବଡ଼ଦାଣ୍ଡର ନୂତନ ମ୍ୟୁନିସିପାଲିଟି ମାର୍କେଟର ପ୍ରାନ୍ତରେ ପ୍ରଦର୍ଶିତ ହେଉଥିବା କାଞ୍ଚି ଅଭିଯାନ କାହାଣୀକୁ ବହୁ ଦର୍ଶକ ଉପଭୋଗ କରୁଥିଲେ। ପ୍ରତ୍ୟେକ ଦିନ ଶ୍ରୀମନ୍ଦିର ନିକଟରେ ଜାଗା ଆଖଡ଼ା ମାନଙ୍କ ପକ୍ଷରୁ ଖୋଳନାଚ ଓ ସାହିଜାତ ନୃତ୍ୟ ଆଦି ପ୍ରଦର୍ଶିତ ହେଉଛି। ତେବେ ଟ୍ରାଫିକ କ୍ଷେତ୍ରରେ ସହରରେ ବହୁ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି। ବଡ଼ଦାଣ୍ଡରୁ ଉଠିଥିବା ଅନେକ ଠେଲା ଗାଡ଼ି ଏବେ ଗଳି ସାହି ମାନଙ୍କରେ ରହି ରାସ୍ତାକୁ ସଂକୁଚିତ କରିଦେଇଛି। ଅନିୟନ୍ତ୍ରିତ ଅଟୋରିକ୍ସା ଚଳାଚଳ, ଦୋଳମଣ୍ଡପ ସାହି, ଷ୍ଟେସନ ବଜାର ଓ ମାର୍କେଟ ଛକ ସମେତ ଅନେକ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବାର ଅନୁଭୂତି ନିତାନ୍ତ ଦୁଃଖଦ। ସେହିପରି ବୀର ହରେକୃଷ୍ଣପୁର ଛକରେ ମଧ୍ୟ ଭୁବନେଶ୍ୱର ଆଡୁ ଆସୁଥିବା ଗାଡ଼ି ମୋଟରକୁ ଘଣ୍ଟା ଘଣ୍ଟା ଧରି ଭିଡ଼ରେ ହଇରାଣ ହେବାକୁ ପଡୁଛି। ସହରର ଅନେକ ରାସ୍ତାକୁ ପ୍ରତିଷ୍ଠା ଯଜ୍ଞ ପାଇଁ ସଫା କରାଯାଇଥିଲେ ମଧ୍ୟ ପ୍ରବେଶ ପଥ, ଅଠନଳାର ଦୁର୍ଗନ୍ଧ ଓ ବିଭିନ୍ନ ସାହି ବସ୍ତିର ନାଳ ଜାମ୍ ହେବା କାରଣରୁ ମଶା ଓ ପୋକଜୋକଙ୍କ ଉପଦ୍ରବ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଜରି କୁଣରେ ଗଛ ଲଗାଇ ରାସ୍ତା ଓ କାନ୍ଥରେ ଚିତ୍ର କରି ଏବଂ ଅସ୍ଥାୟୀ ଲାଇଟ୍ ସଜାଇ ଯେଉଁ କୋଟି କୋଟି ଟଙ୍କାର ରାଜସ୍ୱକୁ ବର୍ବାଦ କରିଦିଆଗଲା, ସେଥିରେ ସହରର ଅନେକ ଉନ୍ନତି ହୋଇପାରିଥାନ୍ତା ବୋଲି ଅନେକ ତତ୍ତ୍ୱବିଜ୍ଞ କ୍ଷୋଭର ସହ ପ୍ରକାଶ କରିଛନ୍ତି। ସଂକ୍ରାନ୍ତି ଅବସରରେ ସାହିଭାଇ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପୂଜ୍ୟ ପୂଜା କରାଯାଇ ମହାପୁରୁଷ ମାନଙ୍କର ମୂର୍ତ୍ତି ସଫା କରାଯାଇଛି। ପ୍ରତିଷ୍ଠା ଯଜ୍ଞ ପାଇଁ ଦୃଷ୍ଟି ଅନିମନ୍ତ୍ରିତ। ଆମର ସମସ୍ତ ଶ୍ରଦ୍ଧେୟ ଦର୍ଶକ ମାନଙ୍କୁ ପବିତ୍ର ମକର ସଂକ୍ରାନ୍ତିର ଅଜସ୍ର ଶୁଭକାମନା ଜଣାଇବା ଅବସରରେ ଆମେ ବିଭିନ୍ନ ସୂତ୍ରରୁ ମିଳିଥିବା କିଛି ଦୃଶ୍ୟକୁ ଏଠାରେ ଉପସ୍ଥାପନ କରୁଛୁ।